ସମସ୍ତଙ୍କୁ ଅଭିନନ୍ଦନ। ଆପଣଙ୍କର ଜୀବନ ସୁଖମୟ ଓ ଆନନ୍ଦମୟ ହେଉ। ପ୍ରଭୁଙ୍କ ପାଖରେ ଏତିକି ପ୍ରାର୍ଥନା, ସେ ସମସ୍ତଙ୍କୁ ଭଲରେ ରଖନ୍ତୁ। ପ୍ରଥମେ ବଡ଼ମାନଙ୍କୁ ମୋର ସମ୍ମାନ ଓ ପ୍ରଣାମ, ସାନମାନଙ୍କୁ ମୋର ସ୍ନେହ ଓ ଆଶୀର୍ବାଦ। ଆଜି କିଛି ଦିନ ବ୍ୟବଧାନ ପରେ ପୁଣି ଇଚ୍ଛା ହେଲା ଆପଣମାନଙ୍କ ସହିତ ଛୋଟ ଛୋଟ ବାର୍ତ୍ତା। ଆଜି ଆମେ ଆଲୋଚନା କରିବା ପୋଲିସ ବାହିନୀ ବିଷୟରେ। ପୋଲିସ ହେଲେ ଆମ ଦେଶର ରକ୍ଷକ, ଆମ ରାଜ୍ୟର ରକ୍ଷକ, ଆମ ସମସ୍ତଙ୍କର ରକ୍ଷକ। କିନ୍ତୁ କିଛି କିଛି ପୋଲିସ ମାନଙ୍କ ପାଇଁ ପୋଲିସ ଡିପାର୍ଟମେଣ୍ଟ ବଦନାମ ହୋଇଯାଏ, ଆମ ରାଜ୍ୟ ବଦନାମ ହୋଇଯାଏ, ଆମ ଭାରତ ସରକାର ବି ବଦନାମ ହୋଇଯାଏ। କିନ୍ତୁ ଏଇ ଛୋଟ ଭିଡ଼ିଓ ମାଧ୍ୟମରେ ବଡ଼ ବଡ଼ ପୋଲିସ ମାନେ ହୁଅନ୍ତୁ ବା ସାନ ସାନ ପୋଲିସ ଅଧିକାରୀମାନେ ହୁଅନ୍ତୁ, ଆମେ ତାଙ୍କୁ ଅନୁରୋଧ କରୁଛୁ ସେ ତାଙ୍କ ଦାୟିତ୍ୱ ସୁଚାରୁ ରୂପେ ତୁଲାଇବେ। ପୋଲିସ ବିଭାଗ ଦେଖନ୍ତୁ, ପ୍ରଥମେ ପୋଲିସ ବିଭାଗକୁ ସାଲୁଟ୍। ପୋଲିସ ଭାଇମାନେ ଦେଖନ୍ତୁ, ଛୋଟ ଅତି ସାନ ବିଭାଗ ହୁଅନ୍ତୁ, ହୋମଗାର୍ଡ଼, ହାବିଲଦାର, କନେଷ୍ଟବଳ, ଇନ୍ସପେକ୍ଟର, ସବ୍ ଇନ୍ସପେକ୍ଟର, ଏସ୍ପି, ଡିଏସ୍ପି, ଡିଜି, ପୋଲିସ ବିଭାଗ ତ ବହୁତ ବିଭାଗ ଅଛି। ସବୁ ପୋଲିସ ଭାଇମାନେ ସମାନ ନୁହନ୍ତି। ଭଉଣୀମାନେ ବି ଏବେ ପୋଲିସ ଲାଇନ୍ରେ ବି ଅଛନ୍ତି। ଭାଇ ଭଉଣୀ ସମସ୍ତେ ପୋଲିସ ଲାଇନ୍ରେ ଚାକିରି କରିପାରିବେ ଯିଏ ଇଚ୍ଛା ହେଲା। କିନ୍ତୁ ବହୁତ ପୋଲିସମାନଙ୍କ ପାଇଁ ଆମ ଗର୍ବ ଲାଗେ, ତାଙ୍କର ଦାୟିତ୍ୱ ସମ୍ପନ୍ନ କାର୍ଯ୍ୟ ପାଇଁ। ଆଉ କିଛି କ୍ଷେତ୍ରରେ କ'ଣ ହୁଏ, କିଛି ପୋଲିସମାନଙ୍କ କାର୍ଯ୍ୟଶୈଳୀକୁ ନିନ୍ଦା କରାଯାଏ। ସେ କିଛି ପୋଲିସ ମାନେ ଫସିଯାଆନ୍ତି, ତାଙ୍କୁ ଫସାଇ ଦିଆଯାଏ। ଆଉ କିଛି ପୋଲିସ ଭାଇମାନେ କିଛି ଭୁଲ ଭଟକା କରି ଏମିତି ଲାଞ୍ଚ ହେଉ, କାହାକୁ ଫସାଇ ଦେବା ହେଉ କି ତାଙ୍କ ଉପରେ ପ୍ରେସର ପଡ଼ି ହେଉ, କିଛି ଭୁଲ ଭଟକା କାମ କରିଦିଅନ୍ତି। ତେଣୁକରି ଆଉ ବେଶୀ କରି ଭଲ ଲାଗେ ଯେଉଁ ପୋଲିସ ଭାଇମାନେ ତାଙ୍କର ଦାୟିତ୍ୱ ସମ୍ପନ୍ନ କରନ୍ତି ଅତି ସୁଚାରୁ ରୂପେ, ତାଙ୍କୁ ହୃଦୟରୁ ସମ୍ମାନ। ଅନୁରୋଧ ଭିଡ଼ିଓ ମାଧ୍ୟମରେ ପୋଲିସ ଭାଇମାନେ ତାଙ୍କର ଦାୟିତ୍ୱ ସୁଚାରୁ ରୂପେ ତୁଲାଉଥିବେ। ଆମକୁ ଗର୍ବ ଲାଗିବ ଯେପରି ଆମ ପୋଲିସ ଭାଇ ଆମ ପାଇଁ ସଜାଗ ଅଛନ୍ତି। ଇଏ ତ ଗଲା ପୋଲିସ ଭାଇମାନଙ୍କର ତାଙ୍କର କାର୍ଯ୍ୟ ବିଷୟରେ। କିନ୍ତୁ ଆଉ ବେଶୀ ଗର୍ବ ଲାଗେ, ଆପଣମାନେ ଜାଣିଥିବେ, ଆମେ ଛୋଟ ପ୍ରୋଗ୍ରାମଟେ କରନ୍ତୁ କି ବଡ଼ ଧରଣର ପ୍ରୋଗ୍ରାମଟେ କରନ୍ତୁ, ସବୁ କ୍ଷେତ୍ରରେ ପୋଲିସଙ୍କର ଦାୟିତ୍ୱ ଅତୁଳନୀୟ। ସେମାନେ ନଥିଲେ ଆମେ ନଥାନ୍ତେ। ସେମାନେ ଜଗିଛନ୍ତି ବୋଲି ଆମେ ସୁରକ୍ଷା ପାଉଛନ୍ତି ଏବଂ ସୁସ୍ଥ ପାଉଛନ୍ତି। ଆପଣମାନେ ଦେଖିଥିବେ, ଆପଣ ଗୋଟେ ପ୍ରୋଗ୍ରାମ କରୁଛନ୍ତି, ଯାତ୍ରା, କାଳୀ ପୂଜା ହେଲା, ଦୁର୍ଗା ପୂଜା ହେଲା, ଗଣେଶ ପୂଜା ହେଲା, ଦୋକାନ ବଜାର ନେବା ବସିଥିବ, ଆମେ ଆମ ପରିବାର, ଆମ ବନ୍ଧୁବାନ୍ଧବ ସହିତ, ପରିବାର ସହିତ, ଫ୍ୟାମିଲି ସହିତ ବୁଲିକି ଏନ୍ଜୟ କରୁଥିବା। କିନ୍ତୁ ପୋଲିସ ଭାଇମାନେ ତାଙ୍କ ଘର, ତାଙ୍କ ଡିଷ୍ଟ୍ରିକ୍ଟ, ତାଙ୍କ ରାଜ୍ୟ ଅଲଗା ଜାଗାରେ ଥିବ, ସିଏ ଅନ୍ୟ ଜାଗାରେ ଯାଇକି ଆପଣମାନଙ୍କୁ ସୁରକ୍ଷା ଯୋଗାଉଥିବେ। ସବୁଠାରୁ ବେଶୀ କଷ୍ଟ ଲାଗେ, ମୋର ବି କିଛି ସାଙ୍ଗ, ଆମର ରିଲେଟିଭ୍ ବି ପୋଲିସ ଲାଇନ୍ରେ ଅଛନ୍ତି। ବେଳେବେଳେ ଆମେ ଯେତେବେଳେ ଫାଙ୍କା ଟାଇମ୍ ବସିକି ଆଲୋଚନା କରୁ, ସେମାନେ ତାଙ୍କ କାହାଣୀ ସବୁ କୁହନ୍ତି, ଆମେ ବି ଅନୁଭବ କରୁ, ଅଙ୍ଗେ ନିଭାଉ। ପୋଲିସ ଲାଇନ୍ରେ ସେମାନଙ୍କର ଘର ଲୋକ ତାଙ୍କୁ କହୁଥିବେ ବୁଲିବାକୁ ଯିବାକୁ, କିନ୍ତୁ ସେମାନେ ସମୟ ଦେଇପାରୁନଥିବେ, ଆଦୌ ସମୟ ଦେଇପାରୁନଥିବେ। ବିଶେଷ କରି ପ୍ରୋଗ୍ରାମ ମାନଙ୍କରେ, ଧର କାଳୀ ପୂଜା ହେଲା, ଗଣେଶ ପୂଜା ହେଲା, ଦୁର୍ଗା ପୂଜା ହେଲା, ଏମିତି ଯେକୌଣସି ଫଙ୍କସନ୍ ହେଲା, ବାଣିଜ୍ୟ ମେଳା, ଆପଣଙ୍କର ଯେକୌଣସି ମେଳା ବସିଥିବ, ଆପଣମାନେ ଆପଣ ପରିବାର ସହିତ ନେଇକି, ରିଲେଟିଭ୍ ନେଇକି ଆପଣ ବୁଲାବୁଲି କରୁଥିବେ, କିନ୍ତୁ ପୋଲିସ ଭାଇମାନେ ଆପଣଙ୍କୁ ସୁରକ୍ଷା ଯୋଗାଉଥିବେ, ସେ ଜଗୁଥିବେ। ସେମାନେ ବି ଖରା, ବର୍ଷା, ଶୀତ, କାକର, ନାଇଟ୍ ଡ୍ୟୁଟି, ଡେ ଡ୍ୟୁଟି, ବହୁତ ପରିଶ୍ରମ। ପୋଲିସମାନଙ୍କୁ ହୃଦୟରୁ ସାଲୁଟ୍। ଆଉ ପୋଲିସମାନଙ୍କ ବିଷୟରେ ତ କହିଲେ ବହୁତ ହେବ। ମାନେ ପୋଲିସମାନେ ଅଛନ୍ତି ବୋଲି ଆମେ ଅଛନ୍ତି, ଏତିକି ହିଁ ଜାଣିଥିବେ। ଆମେ ରାତିରେ ଆରାମରେ ଶୋଇଯାଉଛନ୍ତି ଆମ ଘରେ, କିନ୍ତୁ ପୋଲିସ ଭାଇମାନେ ପାଟ୍ରୋଲିଂ କରୁଛନ୍ତି, ଥାନା ଡ୍ୟୁଟି କରୁଛନ୍ତି। ଏମିତି କେଉଁଠି ଯଦି ସୁରାଗ ପାଇଲେ ଆମେ ଫୋନ୍ କରିଦେଲେ ଏଇଠି ଅସୁବିଧା ଅଛି, ପହଞ୍ଚି ଯାଉଛନ୍ତି। ତେଣୁକରି ପୋଲିସ ଭାଇମାନେ ଆମର ଗ୍ରେଟ୍। ଆଉ
ମାନେ ଦେଖିଥିବେ କିଛି କିଛି ଜାଗାରେ ଆମେ ଫଙ୍କସନ୍ କରୁଥିବେ, ନାଚୁଥିବା, କୁଦୁଥିବା, ଡେଉଁଥିବା, କିନ୍ତୁ ପୋଲିସ ଭାଇମାନେ ଆପଣଙ୍କ ପାଖରେ ଥିବେ, କୌଣସି କିଛି ଅସୁବିଧା ନ ହେଉ, କେମିତି ସୁଚାରୁ ରୂପେ ଭାରି ଦାୟିତ୍ୱରେ ସମ୍ପନ୍ନ ସେମାନେ ତାଙ୍କ କାର୍ଯ୍ୟ ତୁଲାଉଥିବେ। ଏହିପରି ଭଗବାନଙ୍କ ପାଖରେ ପ୍ରାର୍ଥନା ସବୁ ପୋଲିସ ଭାଇମାନଙ୍କୁ, ସେମାନେ ତାଙ୍କର ଜୀବନ ମଙ୍ଗଳମୟ ହେଉ, ଆନନ୍ଦମୟ ହେଉ। ଯଦି କୌଣସି ଭୁଲ ଥାଏ ମୋତେ କ୍ଷମା କରିଦେବେ।